ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ତାମିଲନାଡୁର କରୁରରେ ଏକ ରାଜନୈତିକ ରାଲିରେ ଦଳାଚକଟା ଘଟି 36 ମୃତ, 50ରୁ ଅଧିକ ଆହତ। ଘଟଣାରେ ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଅସଂଗଠିତ କ୍ଷେତ୍ରର ଲୋକଙ୍କ ପାଇଁ ବରଦାନ ପାଲଟିଛି ଅଟଳ ପେନ୍ସନ୍ ଯୋଜନା। ଏବଂ ଏସିଆ କପ୍ ଟି20 କ୍ରିକେଟ୍ ଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11ଟା ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 126ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଦୂରଦର୍ଶନ ନ୍ୟୁଜ୍, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲରେ ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ତାମିଲନାଡୁର କରୁରରେ ଏକ ରାଜନୈତିକ ରାଲିରେ ଦଳାଚକଟା ଘଟି 36 ଜଣଙ୍କର ମୃତ୍ୟୁ ଘଟିଛି। ସେଠାକାର ବିଭିନ୍ନ ଡାକ୍ତରଖାନାରେ 50ରୁ ଅଧିକ ଲୋକଙ୍କ ଚିକିତ୍ସା ଚାଲିଛି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଆଇସିୟୁରେ ଚିକିତ୍ସାଧୀନ ଥିବା ଲୋକଙ୍କୁ 1 ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅରୁଣା ଜଗଦୀଶନ୍ ଏହି ଦଳାଚକଟା ଘଟଣାର ତଦନ୍ତ କରିବାକୁ ତାମିଲନାଡୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ତାମିଲାଗା ଭେଟ୍ରି କାଝାଗମ୍ ରାଜନୈତିକ ଦଳ ପକ୍ଷରୁ ଏକ ରାଲିରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଥିଲା। କୌଣସି କାରଣ ଯୋଗୁଁ ଭିଡ଼ ଉପରେ ନିୟନ୍ତ୍ରଣ ବିଫଳ ହେବାରୁ ଦଳାଚକଟା ଘଟିଥିବା କୁହାଯାଇଛି। ଅଭିନେତା ବିଜୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳାଚକଟା ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମବେଦନା ପ୍ରକାଶ କରି ଆହତମାନଙ୍କ ଶୀଘ୍ର ଆରୋଗ୍ୟ ଲାଗି ପ୍ରାର୍ଥନା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ଜଗତ ପ୍ରସାଦ ନଡ୍ଡା, ରାଜନାଥ ସିଂ ଏବଂ ଶିବରାଜ ସିଂ ଚୌହାନ ମଧ୍ୟ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର କାର୍ଯ୍ୟକାରୀ କରିବାକୁ ଯାଇ ଏବେ ଦେଶରେ ଜିଏସ୍ଟି ସଞ୍ଚୟ ଉତ୍ସବ ଘୋଷଣା କରାଯାଇଛି। ଦେଶର ଜନସାଧାରଣ ଚଳିତ ମାସ 22 ତାରିଖରୁ ନୂଆ ଜିଏସ୍ଟି ଟିକସ ହାର ମାଧ୍ୟମରେ ଲାଭ ପାଇବା ଆରମ୍ଭ କରିଛନ୍ତି। ନୂଆ ଜିଏସ୍ଟି ସଂରଚନାରେ ଜିଏସ୍ଟି ପରିଷଦ ପୂର୍ବର 4 ଥାକିଆ ଟିକସ ବ୍ୟବସ୍ଥାକୁ 2 ଥାକିଆକୁ ପରିବର୍ତ୍ତନ କରିଛି। ପୂର୍ବରୁ ଥିବା 5, 12, 18 ଓ 28% ଟିକସ ହାରକୁ କେବଳ 5 ଏବଂ 18% ମଧ୍ୟରେ ସୀମିତ ରଖାଯାଇଛି। ଫଳରେ ଅନେକ ଗୁଡ଼ିଏ ସେବା ଏବଂ ସାମଗ୍ରୀର ଦର ହ୍ରାସ ପାଇଛି। ନୂତନ ପିଢ଼ିର ଜିଏସ୍ଟି ସଂସ୍କାରରେ କେନ୍ଦ୍ର ସରକାର ଘରୋଇ ଇଲେକ୍ଟ୍ରୋନିକ୍ସ ଉପକରଣ ଉପରେ ଜିଏସ୍ଟି ହାର 28%ରୁ 18%କୁ ହ୍ରାସ କରିଛନ୍ତି। ଏୟାର କଣ୍ଡିସନର, ବାସନ ମଜା ଯନ୍ତ୍ର ଏବଂ ବଡ଼ ପର୍ଦ୍ଦା ବିଶିଷ୍ଟ ଏଲ୍ସିଡି ଓ ଏଲ୍ଇଡି ଟେଲିଭିଜନଗୁଡ଼ିକ ଉପରେ ଜିଏସ୍ଟି ଦର ହ୍ରାସ କରାଯାଇଛି। ଦେଶର ଗରିବ ଏବଂ ନିମ୍ନ ମଧ୍ୟବିତ୍ତ ପରିବାରଗୁଡ଼ିକୁ ଅଧିକରୁ ଅଧିକ ଇଲେକ୍ଟ୍ରୋନିକ୍ସ ଉପକରଣ ବ୍ୟବହାର ଲାଗି ଏହା ସୁଯୋଗ ପ୍ରଦାନ କରିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ 2 ଚକିଆ ଯାନ ଏବଂ ଛୋଟ କାର୍ ଉପରେ ମଧ୍ୟ ଜିଏସ୍ଟି ହ୍ରାସ ପାଇଛି। 350 ସିସି ପର୍ଯ୍ୟନ୍ତ 2 ଚକିଆ ଯାନ ଉପରେ ଜିଏସ୍ଟି ହାର 10% ହ୍ରାସ କରାଯାଇଥିବା ବେଳେ 1200 ସିସି ପର୍ଯ୍ୟନ୍ତ ପେଟ୍ରୋଲ କାର୍ ଏବଂ 1500 ସିସି ପର୍ଯ୍ୟନ୍ତ ଡିଜେଲ କାର୍ ଉପରେ ମଧ୍ୟ 10% ଜିଏସ୍ଟି କମ୍ କରାଯାଇଛି। କେନ୍ଦ୍ର ସରକାର କହିଛନ୍ତି ଜିଏସ୍ଟି ହ୍ରାସ ଫଳରେ ନିମ୍ନ ମଧ୍ୟବିତ୍ତ ପରିବାରଗୁଡ଼ିକର ଖର୍ଚ୍ଚ ସୀମା ବୃଦ୍ଧି ପାଇବା ସହ ଦେଶର ଅର୍ଥନୈତିକ ବିକାଶ କ୍ଷେତ୍ରକୁ ଏହା ସୁଦୃଢ଼ କରିବ। ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂଙ୍କ ଆଜି 118ତମ ଜନ୍ମବାର୍ଷିକୀରେ ଦେଶ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। 1907 ମସିହା ଆଜିର ଦିନରେ ପଞ୍ଜାବର ଲ୍ୟାଲପୁର ଜିଲ୍ଲାର ବାଙ୍ଗା ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ଏବେ ସେହି ଅଞ୍ଚଳ ପାକିସ୍ତାନରେ ଅଛି। ଭଗତ ସିଂ ଏକ କ୍ରାନ୍ତିକାରୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। 7 ଭାଇ ଭଉଣୀଙ୍କ ମଧ୍ୟରେ ସେ ଦ୍ୱିତୀୟ ଥିଲେ। ତେଣୁ ତାଙ୍କୁ ଭାଗନୱାଲା ଡକାଯାଉଥିଲା, ଯାହାର ଅର୍ଥ ହେଉଛି ଭାଗ୍ୟବାନ।
आज स्वाधीनता संग्रामी भगत सिंह को श्रद्धांजलि अर्पण करने उद्देश्य विभिन्न स्थान में सभा समिति मान आयोजन करा जाउछि। आपण माने संवाद शुणुछंती आकाशवाणी। सेवा एवं सुशासन अर्थात जनसेवा और सुशासनर मंत्र द्वारा परिचालित होई प्रधानमंत्री नरेंद्र मोदी नेतृत्व में सरकार परिवर्तन एवं प्रगति आनिबा निरंतर उद्यम करि आसुछंती। आमर स्वतंत्र धारावाहिक सेवा पर्व आसंतु जानिबा मोदी सरकार सामाजिक सुरक्षा दूर करने लगी ग्रहण करा जायथिबा पदक्षेप गुड़िक मध्यरु गोटिए अटल पेंशन योजना संपर्क में। नरेंद्र मोदी नेतृत्वाधीन सरकार देशर असंगठित क्षेत्र लोकों सामाजिक सुरक्षा निमंते 2015 मई मासरे अटल पेंशन योजनार शुभारंभ करथिले। प्रधानमंत्री यह योजनार शुभारंभ करी 60 वर्ष पर जेभली लोक माने आर्थिक अनटन रे जीवन काटिबे नाही सेथिलागि पूर्वरु आर्थिक मानदंड को सुदृढ़ करा जाय परिबो से विषय घोषणा करथिले। प्रधानमंत्री कहिथिले अटल पेंशन योजना लोकमानक भविष्यत को सुदृढ़ करिबो। हमने एक अटल पेंशन योजना लगाई है। आपने कभी कल्पना की थी कि हमारे देश का किसान 60 साल के बाद उसको पेंशन मिल सकती है? घर काम करने वाली महिला 60 साल के बाद उसको पेंशन मिल सकती है? अगर आप 20 साल की उम्र के हैं, 25 साल की उम्र के हैं, 30 साल की उम्र के हैं और अभी से आप पैसा जमा कराना चालू करोगे, जितना जमा कराओगे उसके अनुपात में 60 साल की उम्र होने के बाद आपको पेंशन मिलना शुरू हो जाएगा। सरकार उसमें पैसे डालेगी और आपको कभी बुढ़ापे में किसी के पास हाथ फहराने की नौबत नहीं आएगी। ଏହି ଯୋଜନାରେ ଲୋକମାନଙ୍କୁ ଇଚ୍ଛାଧୀନ ଭାବେ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ସଞ୍ଚୟ କରିବାକୁ ପଡ଼ିଥାଏ। ସାଧାରଣତଃ ଅସଂଗଠିତ କ୍ଷେତ୍ରର ଗରିବ ଏବଂ ଅବହେଳିତ ଶ୍ରମିକମାନଙ୍କ ପାଇଁ ଏହି ଯୋଜନା ଅତ୍ୟନ୍ତ ଫଳପ୍ରଦ ସାବ୍ୟସ୍ତ ହୋଇଛି। ସୂଚନା ଅନୁଯାୟୀ ଅଟଳ ପେନ୍ସନ୍ ଯୋଜନାରେ 8 କୋଟିରୁ ଅଧିକ ଲୋକ ସାମିଲ ହୋଇଥିବା ବେଳେ ଏଥିଲାଗି 45,000 କୋଟି ଟଙ୍କାର କର୍ପସ୍ ଫଣ୍ଡ ସୃଷ୍ଟି କରାଯାଇଛି। ଏପର୍ଯ୍ୟନ୍ତ ଏହି ଯୋଜନାରେ 48%ରୁ ଅଧିକ ମହିଳା ସାମିଲ ହୋଇଛନ୍ତି। ଏହି ଯୋଜନା ସମ୍ପର୍କରେ କେତେଜଣ ହିତାଧିକାରୀ କହିଛନ୍ତି, अटल पेंशन योजना प्रधानमंत्री जी ने निकाली थी। ये जब स्कीम लॉन्च हुआ था तब से मेरा कट रहा है पैसा। आगे जाके ये आदमी की बचत का बहुत बड़ा रूप बनेगा। मैं प्रधानमंत्री जी को धन्यवाद देता हूँ। प्रधानमंत्री अटल पेंशन योजना में पंजीकृत कराया है और ये बहुत बढ़िया योजना है। इसमें मेरे को 60 साल बाद पेंशन मिलेगी, जिसका मैं प्रधानमंत्री मोदी जी को बहुत बहुत आभार करता हूँ। मोदी जी की जो अटल पेंशन योजना है ये मुझको काफी प्रभावित लगी और इसमें मैंने अभी इन्वेस्ट किया है। भारतीय सामाजिक सुरक्षा इकोसिस्टम अटल पेंशन योजना माइल खुंट साब्यस्त होइछि। प्रधानमंत्री मोदी नेतृत्वाधीन केंद्र सरकार डिजिटाल समन्वय, महिला योगदान और ग्रामांचल विकास भली अनेक गुड़िए पदक्षेप जरिए लोकमानक जीवनधारण शैली रे परिवर्तन आनिबार सफल होइछन्ति। एशिया कप टी20 क्रिकेट प्रतियोगितार आज फाइनाल मैच रे भारत और पाकिस्तान मध्य मुकाबिला हेबो। भारतीय समय राति 8 दुबई रे एही मैच खेला जिवो। एशिया कप्र 17टी संस्करण 41 वर्ष मध्य भारत और पाकिस्तान प्रथम थर लगी फाइनाल मुहांमुही हेबे। एपर्यंत खेल जाइथिबा 11टी एशिया कप फाइनाल भारत 8टी विजय लाभ करी आधिपत्य विस्तार करिछि। एबे किछि क्रीडा संवाद मलरंजन मिश्रंकठारु। रांचीर बिरसा मुंडा स्टाडियम ठारे गतकाली आरंभ होइतिबा 64तम जातीय ओपन एथलेटिक्स प्रतियोगितारे महिला 5000 मीटर दौड़े सीमा 16 मिनिट 1 सेकेंड 27 मिलीसेकेंड अतिक्रम करी स्वर्ण पदक हासिल करिसेंती। काजल कनवाड़े 16 मिनिट 3 सेकेंड 23 मिलीसेकेंड रे एही दूरता अतिक्रम करी कांस्य पदक हासिल करिसेंती। पुरुष 5000 मीटर दौड़े प्रिंस कुमार स्वर्ण पदक हासिल करथिबा बेले सुनील डावर द्वितीय और अभिषेक तृतीय स्थान अधिकार करिसेंती। बेंगालुरु रे गतकाली अनुष्ठित द्वितीय और अंतिम महिला विश्वकप क्रिकेट अभ्यास मैच रे भारतीय महिला दल न्यूजीलैंड को 4 विकेट परास्त करिछि। आसंता 30 तारिख रे उद्घाटनी मैच रे सह आयोजक श्रीलंका सहित भारतर मुकाबिला हेबो। द्वादश विश्व पारा एथलेटिक्स चैंपियनशिप रे प्रथम दिन रे शैलेश कुमार प्रथम स्वर्ण पदक हासिल करिसेंती। नुआदिल्ली रे गतकाली प्रथम दिन रे बिहार 25 वर्षीय खेलाड़ी शैलेश उच्च डियारे 1.91 मीटर उच्चता पार करी एही स्वर्ण पदक हासिल करिसेंती। आकाशवाणी संवाद विभाग पई मलय रंजन मिश्रा। मुख्य संवाद पुणी थे। मन की बात कार्यक्रम आज पूर्वाह्न 11टार देशवासी को संबोधन करेंगे प्रधानमंत्री। तामिलनाडुर करूर रे एक राजनैतिक रैली रे दलाचकटा घटी 36 मृत 50 अधिक आहत। घटना दुख प्रकाश कले राष्ट्रपति, उपराष्ट्रपति और प्रधानमंत्री। असंगठित क्षेत्र लोकों पर वरदान पलटि अटल पेंशन योजना एवं एशिया कप टी20 क्रिकेट फाइनाल आज मुहांमुही हेबे भारत और पाकिस्तान। संवाद शेष है।